Hi everyone, welcome you to A2M classes. ପିଲାମାନେ ଆଜି ହଉଛି କ୍ଲାସ୍ 16 ତ ଆପଣଙ୍କର OTT ରିଗାର୍ଡିଂ କ୍ଲାसेस ଚାଲୁ ଅଛି। ତ ପିଲାମାନେ ଆଜିକାର କଣ୍ଟେଣ୍ଟ ହଉଛି କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଆସେସମେଣ୍ଟ ଅଫ୍ ଲର୍ନିଂ, ପ୍ଲାନିଂ ଆଣ୍ଡ ଡିଜାଇନିଂ ଆଣ୍ଡ achievement ଟେଷ୍ଟ, ରେଟିଂ ସ୍କେଲ ଚେକଲିଷ୍ଟ, ଆଉ ହଉଛି ଟେଷ୍ଟ ରିଲାବିଲିଟି ଅଫ ଟେଷ୍ଟ ଆଣ୍ଡ ଭ୍ୟାଲିଡିଟି ଅଫ ଟେଷ୍ଟ। ତ ଆମେ ଆଜି ଏଇ କଣ୍ଟେଣ୍ଟ ଉପରେ ଆମେ ଡିସ୍କସ କରିବା ବହୁତ ହି ଇମ୍ପୋର୍ଟାଣ୍ଟ କଣ୍ଟେଣ୍ଟଟି ଯୋଉଟା କି ଆପଣଙ୍କର ଯେକୌଣସି OTT OSTT CTT ଏନି ଟିଚର ରିକ୍ରୁଟମେଣ୍ଟ ଏକ୍ସାମ ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ। ଆପଣ କ୍ଲାସ ଟିକେ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ। ଆଉ ଆପଣମାନେ ଯଦି ପ୍ରଥମ ଥର ଏ ଚ୍ୟାନେଲକୁ ଭିଜିଟ କରୁଛନ୍ତି ତ ଆପଣ ପ୍ରଥମେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନେବେ। ତାପରେ ଆପଣ ବେଲ ଆଇକନକୁ ପ୍ରେସ କରିଦେବେ। ଯେତେବେଳେ କୌଣସି ନୂଆ ଭିଡିଓ ଆପଣଙ୍କୁ ଅପଲୋଡ ହଉଛି ଆପଣଙ୍କୁ ପ୍ରଥମେ ନୋଟିଫିକେସନ ଆକାରରେ ମିଳିଯିବ। ତ ଆସନ୍ତୁ ଏଇ କଣ୍ଟେଣ୍ଟ ଉପରକୁ ଆମେ ଡିସ୍କସ କରିବା ଯେ ଆପଣଙ୍କର ହଉଛି କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ ଇଭାଲୁଏସନ ଆମେ କାହାକୁ କହୁଛନ୍ତି ହେଲା। ତ ଆପଣମାନେ ଜାଣି ରଖିଥିବା ଦରକାର ଯେତେବେଳେ ଆମେ ଯେତେବେଳେ ପିଲାମାନଙ୍କୁ ପାଠ ପଢଉଛନ୍ତି ତ ପାଠ ପଢାଇଲା ବେଳେ ତାଙ୍କୁ ଆମକୁ କଣ ପାଠଟା ଜାଣିଲେ ଆକ୍ଚୁଆଲି ସେ ପାଠଟା ବୁଝିପାଇଲେ କି ନାହିଁ, ସେ କେତେ ଦୂର ସେ ପାଠଟାକୁ ବୁଝିବାରେ ସକ୍ଷମ ହେଲେ, ଆଉ ତାଙ୍କର ରେଜଲ୍ଟ ଉପରେ ସେ ପାଠ ପଢିବାର ବୁଝିବାଟା ହିଁ ରହୁଛି। ତ ସେଥିପାଇଁ ଆମକୁ ପିଲାମାନଙ୍କୁ ଇଭାଲୁଏସନ କରିବାକୁ ପଡିବ, ପ୍ରପର ଆସେସମେଣ୍ଟ କରିବାକୁ ପଡିବ, ମୂଲ୍ୟାଙ୍କନ କରିବାକୁ ପଡିବ। କାହିଁକି ନା ମୂଲ୍ୟାଙ୍କନ ଦ୍ୱାରା ସେ କେତେ ପାଠଟି ବୁଝିଛନ୍ତି ଆମେ ଜାଣିପାରିବା। ଯଦି ପିଲାଟି ପାଠ ବୁଝି ନଥିବ ତାହେଲେ ସେ ସଠିକ ମୂଲ୍ୟାଙ୍କନ ଭାବରେ ସେ ନିଜର ଯୋଉ ଦକ୍ଷତା ଦେଖେଇ ପାରିବ ନାହିଁ। ତ ଯଦି ସେ ପିଲାଟି ଭଲ ଭାବରେ ପାଠ ବୁଝିଥିବ ତାହେଲେ ସେ ଆରାମସେ ଏକ୍ସାମରେ ଭଲ ମାର୍କ ରଖିବ ବା ଆସେସମେଣ୍ଟରେ ଭଲ ମାର୍କ ରଖିବ। ତେଣୁ ଆମେ ଜାଣିବା କଣ କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ ବା ଆସେସମେଣ୍ଟ ଆମେ କାହାକୁ କହୁଛନ୍ତି, ଯୋଉଟା କି ଆମେ CCE କହୁଛନ୍ତି, କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଆସେସମେଣ୍ଟ ବା ଆମେ ତାକୁ ଇଭାଲୁଏସନ କହୁଛନ୍ତି ହେଲା। ଅଫ୍ ଲର୍ନିଂରେ କଣ ଏଇଟା ଆମେ ବୁଝିବା ନା କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ ଯାହାକୁ ଆମେ କହୁଛନ୍ତି CCE। ମନେ ରଖିଥିବ ଆପଣମାନଙ୍କ କ୍ୱେଶ୍ଚନ ଆସେ CCE ର ଫୁଲ ଫର୍ମ କଣ? କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ। ଦେଖନ୍ତୁ ଆମେ ପିଲାମାନଙ୍କୁ ପାଠ୍ୟପୁସ୍ତକ ଜନିତ ଆମେ ଗୋଟେ ପାଠଟେ ପଢାଇଲେ ତାକୁ ଆମେ ଇଭାଲୁଏସନ କଲେ ବା ମୂଲ୍ୟାଙ୍କନ କଲେ। ପିଲାଟି ପାଠ କେତେ ଜାଣିଛି ଆମେ ପ୍ରଶ୍ନ ପଚାରିଲେ ସେ ଉତ୍ତର ଦେଲା। ତାପରେ ଖାଲି ପାଠ୍ୟପୁସ୍ତକ ସହିତ ତାକୁ ଆମେ ପାଠ ପଢେଇବା ତାକୁ ଇଭାଲୁଏସନ କରିବା ତାର କିଛି ମାନେ ନଥାଏ। ତାର ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିସ୍ ରହିଛି। ଖେଳ, କୁଦ, ଗୀତ ଗାଇବା, ନାଚିବା, ହଁ, ତ ଏଇ ସବୁରେ ବି ଆମକୁ ତାଙ୍କୁ ମୂଲ୍ୟାଙ୍କନ କରିବାକୁ ପଡିବ। କାହିଁକି ନା ଗୋଟେ ପିଲାକୁ ଆମେ ସର୍ବାଙ୍ଗୀନ ଉନ୍ନତି କରିବା, ୱାନ୍ ସାଇଡେଡ୍ ଆମେ କେବେ ବି ଡେଭଲପ କରିପାରିବା ନାହିଁ। ତ ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଉଟାକି ଆମେ କହୁଛନ୍ତି ହଲିଷ୍ଟିକ ଡେଭଲପମେଣ୍ଟ ଅଫ ଏ ଚାଇଲ୍ଡ, ଅଲ୍ ଓଭର ଡେଭଲପମେଣ୍ଟ ଅଫ ଏ ଚାଇଲ୍ଡ ଯୋଉଟା ଆମେ କହୁଛନ୍ତି ସେଟା କାହା ଦ୍ୱାରା ସମ୍ଭବ ନା କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ, ଯୋଉଟା ନିରନ୍ତର ଆଉ ତାଙ୍କର କଣ ହୋଇଥାଏ ନା ନିରନ୍ତର ଭାବରେ ତାଙ୍କର ଇଭାଲୁଏସନ ବା ମୂଲ୍ୟାଙ୍କନ ହୋଇଥାଏ। ତ ଆମେ ଜାଣିବା ତା ବିଷୟରେ। ହଁ, ତ କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ CCE ୱାଜ୍ ଏ ପ୍ରୋସେସ of assessment which mandated by the Right to Education Act, जो राइट टू एजुकेशन एक्ट द्वारा मैंडेट कराई ऑफ इंडिया इन 2009 एंड सीबीएसई भी कही कौन also introduce the CCE scheme for doing the holistic, एटी मन रखिथो holistic assessment, जोटा कि सबु प्रकार पिला मानकर दक्षता को चेक करा खाली पाठ्य पुस्तक सहित नुहे, पाठ्य पुस्तक सहित खेल कूद एक्स्ट्रा करिकुलर एक्टिविटी को भी चेक करा of a learner which is also include the co-scholastic area of life skill, attitude, values, sports, games, as well as the curricular activities, co-curricular activity. So the CC method was claimed to bring the enormous changes from traditional chalk and talk method to teaching. तामाने आमे कहउछन्ती कोन ना हमर ट्रेडिशनली चॉक एंड टॉक रे टीचर आस्तले चॉक रे लिखि देउतले, किछि कहि देउतले जा द्वारा कोन होतले ना चॉक एंड टॉक मेथड बोली आमे कहउछन्ती। आउ कोन ना एटा एटा उठी गलानी एबे सीसी रे कोन होउछि ना सीसी रे विभिन्न ମାନେ ପ୍ରନ୍ଥା ମାଧ୍ୟମରେ ପିଲାମାନଙ୍କୁ ପାଠ ପଢା ହଉଛି ବିଭିନ୍ନ ଭାବରେ ମଡେଲ ଦେଖେଇକି ହଉ ଆପଣଙ୍କର ସ୍ମାର୍ଟ ବୋର୍ଡରେ ହଉ ବିଭିନ୍ନ ମାଧ୍ୟମରେ ଖାଲି ପିଲାଙ୍କର ପାଠ୍ୟପୁସ୍ତକ ଦକ୍ଷତା ନୁହେଁ ତାଙ୍କର ଖେଳକୁଦ ଏକ୍ସଟ୍ରା କରିକୁଲାର ୱାର୍କ ବି ତାଙ୍କୁ ଇଭାଲୁଏସନ କରାହଉଛି ଯାହାଦ୍ୱାରା ପିଲାର ସର୍ବାଙ୍ଗୀନ ଉନ୍ନତି ହବ ଯୋଉଟା ହଲିଷ୍ଟିକ ଡେଭଲପମେଣ୍ଟ ଆମେ କହୁଛନ୍ତି। ଏଇଠୁ କ୍ୱେଶ୍ଚେନ୍ ଆସିଥାଏ ଆପଣମାନେ ଏହାକୁ ମନେ ରଖିବେ। ତ ଦେଖନ୍ତୁ ସି ଷ୍ଟାଣ୍ଡ ଫର୍ କଣ କହୁଛି ନା କଣ୍ଟିନ୍ୟୁଅସ୍ ନିରନ୍ତର ଚାଲିଥିବ। ହଁ, ତ ରେଗୁଲାର ଆଣ୍ଡ କଣ୍ଟିନ୍ୟୁଅସ୍ ଆକ୍ଟିଭିଟି କଣ୍ଡକ୍ଟ ଥ୍ରୁ ଆଉଟ୍ ଦ ଇୟର ଆଣ୍ଡ ଆଚିଭ୍ ଅଲ୍ ରାଉଣ୍ଡ ଦ ଡେଭଲପମେଣ୍ଟ। ଆଉ ଗୋଟେ କମ୍ପ୍ରେହେନ୍ସିଭ୍ ମାନେ କଣ ଯୋଉଟା କି ବ୍ୟାପକତର ଖାଲି ମାନେ କଣ୍ଟିନ୍ୟୁଅସ୍ ନିରନ୍ତର ଚାଲିବ ବ୍ୟାପକ ଭାବରେ ଚାଲିବ। ବ୍ୟାପକ ମାନେ ଖାଲି ପାଠ୍ୟପୁସ୍ତକ ସହିତ ନୁହେଁ ତାଙ୍କର କରିକୁଲାର ସହିତ କୋ କରିକୁଲାର ବି ଚାଲିବ ଯୋଉଟା କି ସ୍କଲାଷ୍ଟିକ କୁହନ୍ତି ଆଉ କୋ କଲାଷ୍ଟିକ କୁହନ୍ତି। mental, emotional, physical aspect of the student progress and all-round development of the student. Evaluation মানে মূল্যায়ন আমি জানছন্তি। E for evaluation. The variety of tools, technique are used to assess and evaluate the students' progress. তো এইটাକୁ ଆମେ ବୁଝିଲେ। ତେଣୁ ଆମେ ଜାଣିଲେ ଯେ କମ୍ପ୍ରେହେନ୍ସିଭ୍ କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ ମାନେ ପିଲାଟିକୁ ଆମେ ସବୁ
ଦୃଷ୍ଟିରୁ ଆମେ ତାକୁ ମୂଲ୍ୟାଙ୍କନ କରୁଛନ୍ତି, ପିଲାର ଦକ୍ଷତା ବୃଦ୍ଧି କରିବାକୁ ଆମେ ଚେଷ୍ଟା କରୁଛନ୍ତି। ତାପରେ ଆପଣଙ୍କର ଯୋଉ ସିସିର ଟୁଲ୍ସ ଆଉ ଟେକ୍ନିକ୍ ଅଛି, ତ ଆପଣ କେଉଁ ମାଧ୍ୟମରେ ପିଲାମାନଙ୍କୁ ଦେଖିପାରିବେ? ଗୋଟେ ହଉଛି ଟିଚର ମେଡ୍ ଟେଷ୍ଟ। ଟିଚର ମେଡ୍ ଟେଷ୍ଟ ଆମେ କାହାକୁ କହୁଛନ୍ତି ପ୍ରଥମେ ଆମେ ଜାଣିବାକୁ ପଡିବ। ଟିଚର ମେଡ୍ ଟେଷ୍ଟ ଆମେ କାହାକୁ କହୁଛନ୍ତି? ନା ଟିଚର ମେଡ୍ ଟେଷ୍ଟ ହଉଛି ଟିଚର କଣ କରିବ ତାଙ୍କ ସ୍କୁଲରେ ଯେତେବେଳେ ପିଲାମାନଙ୍କୁ ପଢଉଛି, ଯାହା ପଢେଇବ ତାର ଗୋଟେ ସେ ଟେଷ୍ଟ ନବ ପିଲାମାନଙ୍କୁ। ତାହାର ଯେତେବେଳେ ଟେଷ୍ଟ ନବ, ତ ସେଇ ଟେଷ୍ଟ ଯେତେବେଳେ ନବ, ତ ସିଏ ଯାହା ପଢେଇଥିବ ଯେଉଁ ପ୍ରଣାଳୀରେ ପଢେଇଥିବ, ଯୋଉ ଟପିକଟି ଯେତେ ପର୍ଯ୍ୟନ୍ତ ସାରିଥିବ, ସେଇ ଟପିକର ସିଏ ଗୋଟେ କଣ କରିବ ନା ପରୀକ୍ଷା କରିବ। ତ ସେଟାକୁ ଟିଚର ମେଡ୍ ଟେଷ୍ଟ କୁହାଗଲା। ଏଇ ପରୀକ୍ଷାଟି କାହା ଉପରେ ହବ ନା ଯୋଉ ସବଜେକ୍ଟ ପଢିଥିବ, ଏଟା ହଉଛି କରିକୁଲାର ଆସ୍ପେକ୍ଟକୁ ବୁଝେଇଲା। ତ ଏଇଠି ଲେଖା ହେଇଛି ଦେଖିପାରିବେ। Teacher made test is an assessment created by a instructor evaluate a student understanding of a particular subject of topic. ତ particular subject ଆଉ topic ପଢେଇଲା ବେଳେ ଏଟା କାମରେ ଆସିଥାଏ। ତାପରେ କଣ କହୁଛି ନା ଆପଣ ଟେଷ୍ଟ are designed by the teachers and based on the learning objectives curriculum materials covered in the classroom and it is vary from teacher to teacher and school to school। ଆମେ ଜାଣିଛନ୍ତି ଦେଖନ୍ତୁ ଆପଣଙ୍କର ଯୋଉ ଯୋଉ ସ୍କୁଲରେ ଆପଣ ମାନେ ପିଲାଙ୍କୁ ପଢଉଛନ୍ତି ବା ଯୋଉ ପିଲାଟି ଯୋଉ ସ୍କୁଲରେ ପଢୁଛି ସେଇ ସ୍କୁଲର ଟିଚର ଯାହା ପିଲାମାନଙ୍କୁ ପଢେଇଥିବେ, ତ ଆଉ ଗୋଟେ ସ୍କୁଲରେ ସେଇ ପାଠ ପଢେଇଥିବେ କି ସେଇ ଭଳିଆ ପଢେଇଥିବେ କିଛି ମାନେ ଅଛି ନାଇଁ। ତ ସେଇଥିପାଇଁ ଟିଚର ମେଡ୍ ଟେଷ୍ଟଟା କଣ ହୁଏ ନା ଆପଣ ସ୍କୁଲ ଟୁ ସ୍କୁଲ ଭେରି କରିବ। ଯୋଉଟା କି ଗୋଟେ ସ୍କୁଲରେ ଯୋଉ ଟିଚର ଯେମିତି ପଢେଇଥିବ, ଯାହା ପଢେଇଥିବ ଏଟା ଭେରି କରିବ। ଆଉ ଟିଚର ଟୁ ଟିଚର ବି ଭେରି କରେ। କାହିଁକି ନା ସାଇନ୍ସ ଟିଚର ଯାହା ପଢେଇଥିବେ କଣ ଏସଏସଟି ଟିଚର ସେୟା ପଢେଇଥିବେ କି? କେବେ ବି ନୁହେଁ। ତ ତାଙ୍କୁ ପରୀକ୍ଷା କରିବାର ଶୈଳୀ ଅଲଗା ହବ। ତ ଟିଚର ମେଡ୍ ଟେଷ୍ଟ କୁହାଯାଏ। ଟିଚର ନିଜେ ଗୋଟେ ପରୀକ୍ଷା କରିବା ପାଇଁ ଗୋଟେ କ୍ୱେଶ୍ଚନ ପେପରଟା କରିକି ଟେଷ୍ଟ କରିବେ। ବାସ୍। ଏଟାକୁ ଟିଚର ମେଡ୍ ଟେଷ୍ଟ କୁହାଯାଏ। ଆଉ ଗୋଟେ ଅଛି ଷ୍ଟାଣ୍ଡାର୍ଡାଇଜ୍ ଟେଷ୍ଟ ଯୋଉଟା କି ବାର୍ଷିକ ପରୀକ୍ଷା ହଉ, ଆପଣଙ୍କର ବୋର୍ଡ ପରୀକ୍ଷା ହଉ, ଏଇସବୁରେ ଯୋଉ ଆପଣଙ୍କର ବୋର୍ଡ ବନେଇକି ଦବ କ୍ୱେଶ୍ଚନ, ସେଟା ଟିଚର ବନେଇ ପାରିବେନି। ଏଟା ବୋର୍ଡ ବନେଇକି ଦବ। ସେ ସମସ୍ତଙ୍କ ପାଇଁ ଏଟା ସମାନ ରହିବ। ଏଟା ସ୍କୁଲ ଟୁ ସ୍କୁଲ ସେମ୍ ଆଣ୍ଡ ଟିଚର ଟୁ ଟିଚର ସେମ୍। ଏଟା କୌଣସି ପରିବର୍ତ୍ତନ ହୁଏନି। ତ ଆପଣଙ୍କ କ୍ୱେଶ୍ଚନ ଆସିବ which kind of test is very to school ବା ଟିଚର 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 ମେଡ୍ ଟେଷ୍ଟ ହବ। ଆଉ କୋଉ ଟେଷ୍ଟଟା କୌଣସି ଭେରି କରେ ନାହିଁ, ସେଟା କଣ କହିବା ନା ଷ୍ଟାଣ୍ଡାର୍ଡାଇଜ୍ ଟେଷ୍ଟ। ଏଟା ମନେ ରଖିଥିବ। ତାପରେ କଣ ଆସିଲା? ଆମେ ଜାଣିବା ଆସାଇନମେଣ୍ଟ। ଆସାଇନମେଣ୍ଟ ଆମେ କଣ କହୁଛେ ନା ପିଲାଙ୍କୁ ଗୋଟେ ଆମେ ଟପିକ୍ ପଢେଇଲେ, ତାକୁ ଗୋଟେ ପିସ୍ ଅଫ୍ ଆକ୍ଟିଭିଟି କରିବାକୁ ଆମେ ଦେଇଦେଲେ ଯେ ଏଇ ଟପିକ୍ ଉପରେ ତୁ ଗୋଟେ ଆସାଇନମେଣ୍ଟ ବନେଇ ଆ। ତୁ କଣ ବୁଝିଲୁ ତାର ଗୋଟେ ଲେଖିକି ନେଇ ଆ। ତ ସେଇଟାକୁ ଆମେ ବୁଝଉଛନ୍ତି। ତ ଆସାଇନମେଣ୍ଟ is a piece of academic work tasks and provide the opportunity to students to learn and practice a demonstration they have achieved to learning goal and it provide the evidence of teacher and student have the achieved the goal। ତ ଷ୍ଟୁଡେଣ୍ଟ ଆଉ ବା ଟିଚର ଭିତରେ ଯୋଉ କମ୍ୟୁନିକେଟ ହେଇଛି ତା ଭିତରେ କଣ ଆଚିଭ୍ କରିଛନ୍ତି ସେଇଟାକୁ ସେ ଗୋଟେ ଲେଖିକି ଆସାଇନମେଣ୍ଟ କରିକି ଆସିବ। ଏଇଟା ଏଇ ମାଧ୍ୟମରେ ପିଲାମାନଙ୍କୁ ଆମେ ଇଭାଲୁଏସନ କରିପାରିବା। ତାପରେ ହେଲା ପ୍ରୋଜେକ୍ଟ ୱାର୍କ ବା ପ୍ରକଳ୍ପ ବୋଲି କହୁଛନ୍ତି। ପ୍ରୋଜେକ୍ଟ ପିଲାମାନଙ୍କୁ 4-5 ଜଣ ପିଲାମାନଙ୍କୁ ମିଶେଇ ଦେଲେ, ମିଶେଇ କଲେ ଗୋଟେ ଟପିକ୍ ଉପରେ ତମେ ପ୍ରୋଜେକ୍ଟ ବନେଇକି ଆଣ। ତ ସେମାନେ ମିଶି ନିଜ ମାନଙ୍କର କୋଲାବୋରେଟିଭଲି ତାଙ୍କ ନିଜ ଆଇଡିଆକୁ ପୁଟ୍ କଲେ, ପୁଟ୍ କରିକି ସେ କଣ କଲେ ନା ତାକୁ ଏକ୍ସାମ କଲେ। ତାମାନେ ଆମେ କହୁଛନ୍ତି ଯେ ପ୍ରୋଜେକ୍ଟ ୱାର୍କ ଟା ବି ବହୁତ ଇମ୍ପୋର୍ଟାଣ୍ଟ। ପ୍ରୋଜେକ୍ଟ ୱାର୍କ ର ଜନକ ଆମେ କିଏ? ଆମେ ଜାଣିବା ଏଟାକୁ। ପ୍ରୋଜେକ୍ଟ ବେସ୍ଡ ଲର୍ନିଂ ଇଜ ଏ ଟିଚିଂ ମେଥଡ ଇନ ହୁଇଚ ଦ ଷ୍ଟୁଡେଣ୍ଟ ଗେନ୍ knowledge and skills by the working by the extended period of time and investigate and respond to and the authentic, engaging and complex questions program or the challenges। The founder of the project method teaching is John Dewey। ମନେ ରଖିଥିବେ ଆପଣଙ୍କର ଯୋଉ ପ୍ରୋଜେକ୍ଟ ମେଥଡ ର ଆପଣଙ୍କର ହଉଛି କଣ ଫାଉଣ୍ଡର ହଉଛନ୍ତି ଜନ୍ ଡୁଏ ବଟ୍ ଏଟାକୁ ଅରିଜିନେଟେଡ ହେଇଛନ୍ତି ଯୋଉଟା କି ଜନ୍ ଡୁଏ ବୋଲି ଆମେ କହୁଛନ୍ତି, କିନ୍ତୁ ପପୁଲାରାଇଜଡ ବା ହେଇଛନ୍ତି ୱିଲିୟମ କିଲପାଟ୍ରିକ୍। ସେଟା ମନେ ରଖିଥିବେ ହେଲା। ତ ପ୍ରୋଜେକ୍ଟ ମେଥଡ ଏମ୍ଫାସାଇଜ ଲର୍ନିଂ ଆସୋସିଏସନ ମ୍ୟୁଚୁଆଲ କୋଅପରେସନ ଅଫ ଗ୍ରୁପ of peer and to complete the specific project effectively। ତାମାନେ ପ୍ରୋଜେକ୍ଟ ଟାକୁ ଇଫେକ୍ଟିଭଲି ସେମାନେ କରିପାରିବେ। କାହିଁକିନା ଏଟା ବି ଗୋଟେ ଦକ୍ଷତା ପିଲାମାନେ ମିଳିମିଶିକି ଶିଖିବା ଦରକାର। ତାପରେ କଣ ଅଛି ଦେଖିବା। ତାପରେ ଇମ୍ପୋର୍ଟାଣ୍ଟ ଗୋଟେ ଆସିଲା କଣ ରେଟିଂ ସ୍କେଲ। ରେଟିଂ ସ୍କେଲ କଣ ଆମେ ଜାଣିବା, କିପରି ଆମେ ରେଟିଂ ଦବା। ତ ଆପଣ ମାନେ ଦେଖିଥିବେ ଆପଣଙ୍କର ଯେତେବେଳେ ଅନଲାଇନରେ ପ୍ରଡକ୍ଟ କିଣୁଛନ୍ତି, ଅନଲାଇନରେ ଯେତେବେଳେ ପ୍ରଡକ୍ଟ କିଣୁଛନ୍ତି ସେତେବେଳେ ଆପଣ କଣ କରୁଛନ୍ତି ନା ଇଏ ଦଉଛନ୍ତି ରେଟିଂ ଦେଖୁଛନ୍ତି ଯେ ଏଇ ଜିନିଷଟା କେତେ ଷ୍ଟାର ଅଛି, 3 ଷ୍ଟାର ଅଛି କି 2 ଷ୍ଟାର ଅଛି କି 5 ଷ୍ଟାର ଅଛି। ତ ପିଲାମାନେ ଯେତେବେଳେ ପାଠ ପଢିବେ, ପିଲାମାନଙ୍କ ପାଠ ପଢାଟା ଯେତେବେଳେ ସିଏ ଇଭାଲୁଏସନ କଲେ ପିଲାମାନେ କେତେ ମାର୍କ ରଖିଛି ତାକୁ ଗୋଟେ ରେଟିଂ ଦବା। ଯେ ବହୁତ ଭଲ ରଖିଛି, ଜମା ଭଲ ରଖିନି, କିଛି ଭଲ ରଖିଛି। ତ ଏ ମାଧ୍ୟମରେ ଆମେ ଜାଣିପାରିବା ଯେ ଏଟା ଗୋଟେ ରେଟିଂ ଦବା ପିଲାମାନଙ୍କୁ। ତ ଏଇଭଳିଆ ଆପଣ ରେଟିଂ ଦେଇପାରିବେ। ତ ଏଟା କଣ କହୁଛି ରେଟିଂ ସ୍କେଲ ଇଜ ଏ ମେଜରମେଣ୍ଟ ଟୁଲ ଅର ଏ ସିଷ୍ଟମ ୟୁଜ୍ଡ ଟୁ ଆସେସ୍ ଦ ଇଭାଲୁଏସନ performance, behavior, skill and relevant characteristic of an individual, product, service or any other subject interest। So it is a
ବୋଥ୍ କ୍ୱାଲିଟେଟିଭ୍ ଆଣ୍ଡ କ୍ୱାଣ୍ଟିଟି ଆଟ୍ରିବ୍ୟୁଟ୍ ଅଫ୍ ଦ ଷ୍ଟୁଡେଣ୍ଟ। ତାମାନେ ପିଲାମାନଙ୍କର କ୍ୱାଲିଟେଟିଭ୍ କ୍ୱାଣ୍ଟିଟେଟିଭ୍ ଆଟ୍ରିବ୍ୟୁଟ୍ ଅଫ୍ ଦ ଷ୍ଟୁଡେଣ୍ଟ ମାନଙ୍କର ଚେକ୍ କରାଯିବ। ମୁଁ ଆପଣଙ୍କୁ କହିଲି କଣ? ନା ପିଲାଟି କଣ କରୁଛି ନା ପ୍ରାର୍ଥନାକୁ ସବୁବେଳେ ଆଉଛି ନା ବେଳେବେଳେ ଆଉଛି ନା ଆଦୌ ନୁହେଁ। ଯୋଉଟା ଅଲୱେଜ୍ ସମଟାଇମ୍ସ ନେଭର। ତ ପିଲାମାନଙ୍କୁ ଆମେ ଅଲୱେଜ୍ ସମଟାଇମ୍ସ ନେଭର ରେ ଜଜ୍ କରିବା ଏଟା କଣ କହିବା? ରେଟିଂ ସ୍କେଲ୍ କହିବା। ଏଇ କ୍ୱେଶ୍ଚନ୍ ଟି ଆପଣଙ୍କର ପଡିଛି ପ୍ରିଭିୟସ୍ ଇୟର ଓଟିଇଟି 2 ରେ ଆପଣଙ୍କର ଅ ସାଇନ୍ସ ପେଡାଗୋଜି ରେ ପଡିଥିଲା। ଆପଣ ମନେ ରଖିଥିବେ। କୌଣସି ପେଡାଗୋଜି ରେ ବି ଆସିପାରେ। ତ ରେଟିଂ ସ୍କେଲ୍ ମାଧ୍ୟମରେ ପିଲାଟି ପ୍ରାର୍ଥନାରେ ସବୁବେଳେ ଆସୁଛି ନା ବେଳେବେଳେ ଆସୁଛି ନା ଆଦୌ ଆସୁନାହିଁ। ତ ଏଇ ମାଧ୍ୟମରେ ଆମେ ରେଟିଂ ସ୍କେଲ୍ ଦେଇକି ପିଲାମାନଙ୍କୁ ବୁଝିପାରିବା ହେଲା। ତ ରେଟିଂ ସ୍କେଲ୍ ହଉଛି 4 ପ୍ରକାର ଦେଖିବେ। ଗୋଟେ ଗ୍ରାଫିକ୍ ଗ୍ରାଫ୍ ମାଧ୍ୟମରେ ରେଟିଂ କରିପାରିବା। ବର୍ଣ୍ଣନାମୂଳକ ଆମେ କରିପାରିବା ଯୋଉଟାକି ଡେସ୍କ୍ରିପ୍ଟିଭ୍ କହିବା। ଆଉ ଗୋଟେ ଅଛି ନ୍ୟୁମରିକାଲ ରେଟିଂ ସ୍କେଲ୍ ଆମେ ନମ୍ବର ଦେଇ କରିପାରିବା। ଆଉ ଗୋଟେ ଅଛି କମ୍ପାରେଟିଭ୍ 3-4 ଜଣ ଭିତରୁ କିଏ ଭଲ ପଚରାଯିବ। ତ ଏଇଟା କମ୍ପାରେଟିଭ୍ କୁହାଯିବ। ତ ଏଇଭଳିଆ ରେଟିଂ ସ୍କେଲ୍ କୁହାହଉଛି ଅଲୱେଜ୍, ସମଟାଇମ୍ସ ଆଣ୍ଡ ନେଭର ଆମେ କହୁଛନ୍ତି ହେଲା। ଏ ରେଟିଂ ସ୍କେଲ୍ ଗଲା। ତାପରେ ଆମେ ଜାଣିବା କଣ? ନା ଚେକ୍ ଲିଷ୍ଟ ତନଖି ତାଲିକା ଆମେ କହୁଛନ୍ତି। ଚେକ୍ ଲିଷ୍ଟ କଣ? ନା ଆମେ ଗୋଟେ ଯେତେବେଳେ ଆମେ କୌଣସି ଗୋଟେ ଫର୍ମ ଫିଲ୍ଅପ୍ କରୁଛନ୍ତି ସେ ଚେକ୍ ଲିଷ୍ଟ ସେଥିରେ ବି ଥାଏ ତମେ ଦେଖିଥିବ। ତ ସେଠି ଚେକ୍ ଲିଷ୍ଟରେ ଆମେ ଟିକ୍ ମାର୍କ କରନ୍ତି ନହେଲେ ଏନ୍ ଲେଖନ୍ତି। କଣ? ନା ଚେକ୍ ଲିଷ୍ଟ ଇଜ୍ ଆ ଲିଷ୍ଟ ଅଫ୍ ଦ ଅଲ୍ ଥିଙ୍ଗସ୍ ଦ୍ୟାଟ୍ ୟୁ ନିଡ୍ ଟୁ ଡୁ। ତ ଆପଣ ଯାହା କରିବାକୁ ଚାହୁଁଛନ୍ତି ତାର ଗୋଟେ ଚେକ୍ ଲିଷ୍ଟ। Inform that you want to find out or things that you need to take somewhere which you make in order to ensure that you don't not forget anything ମାନେ ଆପଣ ଫରଗେଟ୍ କରିବେନି। ଆପଣ କଣ କରନ୍ତି ଯେତେବେଳେ କୌଣସି ଆଉଟିଂ ରେ ଯାଉଛନ୍ତି, ବୁଲିବାକୁ ଯାଉଛନ୍ତି, ଆପଣଙ୍କର କଣ କଣ ଜିନିଷ ଦରକାର ଆପଣ ପୂର୍ବ ରାତିରେ ଗୋଟେ ଚିଠା ପ୍ରସ୍ତୁତ କରୁଛନ୍ତି। ତ ଏଇଟା ଦରକାର। ସକାଳେ ଉଠି ଯେତେବେଳେ ଆପଣ ବ୍ୟାଗ୍ ପ୍ୟାକ୍ କରିବେ ତ ଚିଠାଟା ଆପଣ କଣ କରିବେ ଟିକ୍ ମାର୍କ କରିବେ। ଯେ ଏଇଟା ହେଇଗଲା ହଁ ଠିକ୍। ଏଟା ନାହିଁ ଆପଣ ଯେତେବେଳେ ସଉଦା କିଣିବାକୁ ଯାଉଛନ୍ତି ଦୋକାନକୁ, ଆପଣ ଗ୍ରୋସରୀ ଷ୍ଟୋର ଯାଉଛନ୍ତି କିଣିବା ପାଇଁ। ଆପଣ ଗୋଟେ ଲିଷ୍ଟ କଲେ ଯେ ଏଇ ଜିନିଷ ଆମର ଘରେ ନାହିଁ। ମୁଁ ଗ୍ରୋସରୀ ଷ୍ଟୋରରୁ ଯାଇକି ନେଇକି ଆସିବି। ତ ଆପଣ ଯାଇକି ଯେତେବେଳେ ସାହୁ ବାବୁ ଦୋକାନରେ ପହଞ୍ଚିଲେ, ତ ଆପଣ କୌଣସି ଜିନିଷ କିଣିବା ପାଇଁ। ତ ଆପଣ କହିଲେ ଅଟା ଦିଅ 2 କିଲୋ 3 କିଲୋ ସିଏ ଲିଷ୍ଟ କଲେ ଲିଷ୍ଟ କରିକି ଯେତେବେଳେ ଦଉଥିବେ ସେତେବେଳେ ଦେଖିବେ ଗୋଟେ ଟିକ୍ ମାରୁଥିବେ ଦେଖିବେ। ଏଇଟା ହେଇଗଲା ପ୍ୟାକିଂ ଏଇଟା ଟିକ୍ ମାରିଦେବେ। ପୁଣି ଆଉ ଗୋଟେ ଦେବେ, ଆଉ ଗୋଟେ ଦେଇ ସାରିଲା ପରେ ଟିକ୍ ମାରିବେ। ଯୋଉ ଜିନିଷଟା ନଥିବ ସେଟା କ୍ରସ୍ ମାରିଦେବେ। ନା ଏଟା ନାହିଁ। ତ that is one type of checklist ହେଲା ଯେ ଆମେ ଗୋଟେ ଜିନିଷଟାକୁ କିପରି ଷ୍ଟେପ୍ ବାଇ ଷ୍ଟେପ୍ ଆମେ ଫିଲ୍ ଅପ୍ କରିକି ଯାଉଛନ୍ତି। ଚେକ୍ ଲିଷ୍ଟ ଏଟା କହୁଛନ୍ତି। ତ ପିଲାବେଳେ ସ୍କୁଲରେ ବି ପିଲାମାନଙ୍କୁ ଆମେ ଦେଖିପାରିବା। ପିଲାଟି ଆଜିକା ପିଲା ଆଜି ହଁ ଆଜି ପିଲାଟି ସଫାସୁତୁରା ଅଛି ଠିକ୍ ମାରିଦବା। ଯଦି ନାହିଁ ଏନେ ପିଲାଟି ନଖ କାଟିଛି ୟେସ୍। ଯଦି କାଟି ନାହିଁ ବଡ ବଡ ନଖ ଅଛି ମାନେ ଯଦି ସଫାସୁତୁରା ନାହିଁ ବା ନଖ କାଟି ନାହିଁ ତାହେଲେ ଏନେ ତ ଏଇଭଳିଆ ଭାବରେ ଆମେ ଚେକ୍ ଲିଷ୍ଟଟା କରିପାରିବା। ଏଟା ମନେ ରଖିଥିବେ। ହଁ? ତ ଚେକ୍ ଲିଷ୍ଟ is an assessment tool to the list of specific criteria of skill, behavior, attitude. Participants should demonstrate the successfully for the training. ଟ୍ରେନିଂ ନେଲା ବେଳେ କାମ ଦିଏ। ତ ଚେକ୍ ଲିଷ୍ଟ ୟୁଜୁଆଲି ଫିଚର ଷ୍ଟେଟମେଣ୍ଟ କ୍ୱେଶ୍ଚନ ପାର୍ଟିସିପାଣ୍ଟ ପରଫର୍ମ ଇଚ୍ କ୍ରାଇଟେରିଆକୁ ବୁଝାଉଛି। ଏ ଦେଖିବେ ଗୋଟେ ଚେକ୍ ଲିଷ୍ଟ ଅଛି ମ୍ୟାଥମେଟିକ୍ ନଲେଜ ପାଇଁ ମ୍ୟାଥମେଟିକ୍ ପ୍ରୋସେସ୍ ବା ଲର୍ଣ୍ଣିଂ ଡିପୋଜିସନ ପାଇଁ ଏଇଟା ଗୋଟେ ଚେକ୍ ଲିଷ୍ଟ ମୁଁ ଏକ୍ସାମ୍ପଲ ତରଫରୁ ଦେଇଛି। ତାପରେ ଆସିଲା ଅବଜର୍ଭେସନ। ଅବଜର୍ଭେସନ କଣ? ନା ଆମେ ଯେତେବେଳେ କୌଣସି ଜିନିଷକୁ ଦେଖୁଛନ୍ତି, ଜଣେ ପରଫର୍ମ କରୁଛି ଆମେ ଦେଖୁଛନ୍ତି। ହଁ ଏଇଭଳିଆ କଲେ, ଏଇଭଳିଆ ପରଫର୍ମ କଲେ। ଆମେ ଯେତେବେଳେ ଡାନ୍ସ ଶିଖୁଛନ୍ତି, ଏଇଭଳିଆ ସେ ଡାନ୍ସ ଷ୍ଟେପ୍ କରୁଛୁ, ଆମେ ଦେଖିକି ଶିଖୁଛନ୍ତି। ଗୀତ ଗାଉଛନ୍ତି ତାଙ୍କ ନୋଟକୁ ଆମେ ମନେ ରଖୁଛନ୍ତି ବା ଅବଜର୍ଭ କରୁଛନ୍ତି। ଏଇଭଳିଆ ନୋଟଟା ଭେରିଏସନ ହଉଛି, ଆମେ ଏଇଭଳିଆ ଗୀତ ଗାଇଲେ ଭଲ ହବ। ତ ଏ ସବୁ ଆକ୍ଟିଭିଟି ବିଭିନ୍ନ ପ୍ରକାର ଦୁନିଆରେ ଆକ୍ଟିଭିଟି ଥାଏ, ଆମେ ଅବଜର୍ଭେସନ ମାଧ୍ୟମରେ ଶିଖନ୍ତି। ତ ଅବଜର୍ଭେସନ ଆଜ୍ ଆନ୍ ଆସେସମେଣ୍ଟ ଯୋଉଟା ଆମେ କହୁଛନ୍ତି ଇନଭଲ୍ଭ ଦ ଅବଟେନିଂ ଇଭାଲୁଏସନ ଇନଫର୍ମେସନ ଥ୍ରୋ ଦ ଡାଇରେକ୍ଟ ଅବଜର୍ଭେସନ ଗୋଟେ ଅଛି ଆମେ ଡାଇରେକ୍ଟ ଦେଖିକି ଶିଖନ୍ତି ଇନଡାଇରେକ୍ଟଲି ବି ଶିଖିପାରିବା। All the observation assessment could potentially be used in any domain and they most often are used behavior, social, emotional function, language ଆମେ ଲାଙ୍ଗୁଏଜ ଟା କିପରି ଶିଖୁଛନ୍ତି ଆମେ ଯେତେବେଳେ ଛୋଟ ଥିଲେ ଆମକୁ କେହି କଣ ଆମ ମାତୃଭାଷା ଶିଖେଇଥିଲେ କି ନାଇଁ ଆମେ ଅବଜର୍ଭ କରିକି ଶିଖିଥିଲେ। ଆମେ କଣ କରୁଥିଲେ ଆକ୍ୱିଜିସନ କରିକି ଶିଖିଥିଲେ। ଆମେ ସେଥିପାଇଁ କୌଣସି ଲର୍ଣ୍ଣିଂ କରିନାହାନ୍ତି। ତ ଆମେ ଅଲଗା ଲୋକ କହୁଥିଲେ ଲାଙ୍ଗୁଏଜ କହୁଥିଲେ ଆମେ ଶୁଣୁଥିଲେ ସେଇଆ ଶିଖୁଥିଲେ। ହଁ, ମାଙ୍କୁ ମା ଡାକିବା ମା ବୋଲି ଡାକୁଥିଲେ, ବାପାଙ୍କୁ ବାପା ବୋଲି ଡାକୁଥିଲେ। ତ ଅଲଗା ଲୋକ ଡାକୁଥିଲେ ଆମେ ତ ଶୁଣିଛନ୍ତି ଏଇଟା ଅବଜର୍ଭ କରିକି ଶିଖିଛନ୍ତି ଆମେ। ହେଲା? ତ ଲାଙ୍ଗୁଏଜ ଟା ବି ଅବଜର୍ଭ କରି ଶିଖାଯାଏ। ତ କ୍ଲାସରୁମ ଅବଜର୍ଭେସନ ଆର ୱେ ଟୁ ଅଣ୍ଡରଷ୍ଟାଣ୍ଡ ଦ ଇମ୍ପ୍ରୁଭ ଦ ଟିଚିଂ ଲର୍ନିଂ ପ୍ରୋସେସ। ତାମାନେ ଆମେ କହୁଛନ୍ତି ଯେତେବେଳେ ଟିଚିଂ ଲର୍ନିଂ ପ୍ରୋସେସ ରହିବା ତ ଅବଜର୍ଭେସନ ନିହାତି ଦରକାର। ତ ଅବଜର୍ଭେସନ କେତେ ପ୍ରକାର ଗୋଟେ ପାର୍ଟିସିପାଣ୍ଟ ଅବଜର୍ଭେସନ ଯୋଉଠି ସମସ୍ତେ ପାର୍ଟିସିପେଟ କରି ଶିଖିବେ ଆଉ ଗୋଟେ ନନ୍ ପାର୍ଟିସିପାଣ୍ଟ ୱିଦାଉଟ୍ ପାର୍ଟିସିପେଣ୍ଟ ଶିଖିପାରିବେ। ଡାଇରେକ୍ଟ ଶିଖିପାରିବେ, ଇନଡାଇରେକ୍ଟଲି ଶିଖିପାରିବେ, କଣ୍ଟ୍ରୋଲ ନିଜକୁ କଣ୍ଟ୍ରୋଲ ମାଧ୍ୟମରେ ଶିଖିପାରିବେ ଆଉ ଗୋଟେ ଅନକଣ୍ଟ୍ରୋଲଲି ଆପଣ ଅବଜର୍ଭ କରିପାରିବେ।
ତ ଟାଇପ୍ ଅଫ୍ ଅବଜର୍ଭେସନ ମେନ୍ ହଉଛି ପାର୍ଟିସିପାଣ୍ଟ ଅବଜର୍ଭେସନ ଆଉ ଗୋଟେ ହଉଛି ନନ୍ ପାର୍ଟିସିପାଣ୍ଟ। ଦେଖିବେ ଏଠି ପିକ୍ଚରରେ ଇଏ ପାର୍ଟିସିପାଣ୍ଟ କରିଛନ୍ତି ସବୁ ମିଶିକି ଅବଜର୍ଭ କରୁଛନ୍ତି ଜିନିଷଟାକୁ। ଆଉ ଏଠି ନନ୍ ପାର୍ଟିସିପାଣ୍ଟ ମାନେ ଏଇଠି ଅଲଗା ରହିଛି ଜଣେ, ଏଠି ସବୁ ଅଲଗା ରହିଛନ୍ତି। ତ ଏଗୁଡା ହଉଛି ନନ୍ ପାର୍ଟିସିପାଣ୍ଟ। ଆଉ ମନେ ରଖିବେ କ୍ୱେଶ୍ଚନ ଆସୁଛି ଅବଜର୍ଭେସନ କାହାକୁ କୁହାଯାଏ। ତାପରେ ଆସିଲା ଆନେକ୍ଡୋଟାଲ ରେକର୍ଡ। ଆନେକ୍ଡୋଟାଲ ରେକର୍ଡ କଣ ନା ଘଟଣାବଳୀର ବିବରଣୀ। ତ ଆପଣ କଣ କରନ୍ତି ଯେତେବେଳେ ଇଭେଣ୍ଟ ହୁଏ, ଗୋଟେ ଡ୍ୟାନ୍ସ ପ୍ରୋଗ୍ରାମ ହେଲା କି ଆପଣ ଡିବେଟ୍ ପ୍ରୋଗ୍ରାମ ହେଲା, ଆପଣ କେତେ କଣ ଏକ୍ସପ୍ରେସନରେ କହିଲେ, କଣ ଆପଣଙ୍କର ରହିଲା ମତ ବା ଗୋଟେ ସଂକ୍ଷିପ୍ତ ଆକାରରେ ଆପଣଙ୍କର ଗୋଟେ ଲେଖା ହେଇଯିବ, ଯୋଉଟା କି ଆପଣଙ୍କର ଘଟଣାବଳୀର ବିବରଣୀ ବୋଲି ଆମେ କହୁଛନ୍ତି। କଣ ନା an anecdotal record is a detailed description narrative record after specific behavior interaction occurs. Anecdotal observation is a factual account of incidents and prices sequence and over the event is documented using the descriptive language in order to describe the exactly। ତ ଆମେ କୌଣସି ଜିନିଷକୁ କେତେ exactly ଆମେ describe କରୁଛନ୍ତି। What occurs during the given situation, situation ରେ କଣ ଘଟିଲା। The setting and context are carefully described। Example ଆମେ କଣ ଥିଲା ଦେଖ, anecdotal evidence can be in the form of share experience and narration made by the point। A neighbor experience with the doctor, the review that of school and or the 3 star online rating are hostel। ତାମାନେ ଆମେ କହୁଛନ୍ତି କଣ ନେବର ଏକ୍ସପିରିଏନ୍ସ କଲା ୱିଥ୍ ଦ ଡକ୍ଟର, ଡକ୍ଟର କେମିତି ଟ୍ରିଟମେଣ୍ଟ କରୁଛି। ତାପରେ ସେ ଗୋଟେ ରିଭ୍ୟୁ ଦଉଛନ୍ତି ପାଖ ସ୍କୁଲଟା କିପରି ରହୁଛି। ତାପରେ ଅନଲାଇନ ଆମେ ରେଟିଂ ଦଉଛନ୍ତି ହୋଟେଲରେ ରହୁଛନ୍ତି ଯେ ହୋଟେଲ କୋଉ ଭଳିଆ ଖାଦ୍ୟ ଭଲ ପ୍ରୋଭାଇଡ କଲା, ସାନିଟେସନ ଭଲ ଅଛି, ଏସବୁ ଦେଖୁଛନ୍ତି। ତ ଗୋଟେ ବିବରଣୀ ଆମେ ଲେଖୁଛନ୍ତି ଯେ ହଁ ଦିସ୍ ହୋଟେଲ ପ୍ରୋଭାଇଡ ଅସ୍ ପ୍ରପର ସାନିଟେସନ ଫ୍ୟାସିଲିଟିସ୍, ବିହେଭିୟର ଇଜ ସୋ ଗୁଡ। ହଁ ଆଉ ଆମର ଯୋଉ ଖାଦ୍ୟ ଯୋଉ ଦଉଛନ୍ତି ସୋ ଡେଲିସିୟସ୍ ଆମେ କହୁଛନ୍ତି, ନିଟ୍ ଆଣ୍ଡ କ୍ଲିନ୍ ରହୁଛି। ଏଇଟା ମୁଁ ଗୋଟେ ଡେସ୍କ୍ରିପସନରେ ଲେଖିଲି। ନୋ ରେଟିଂସ୍, ରେଟିଂ ଦେଇନାହାନ୍ତି, ଡେସ୍କ୍ରିପସନରେ ଗୋଟେ ମେନସନ କଲେ। ଦେଖିବେ ଆପଣମାନେ ଯେତେବେଳେ ଯେତେବେଳେ ଅନଲାଇନରେ ଆପଣଙ୍କର କୌଣସି ପର୍ଚେଜ କରୁଛନ୍ତି, ରେଟିଂ ଦଉଛନ୍ତି 5 ଷ୍ଟାର ପର୍ଯ୍ୟନ୍ତ, ଆପଣ କୋଉଟା ଦେଲେ? 5 ଦେଲେ କି 4 ଦେଲେ କି 2 ଦେଲେ? ଆପଣ ଅତ୍ୟନ୍ତ ଖରାପ ହେଇଥିବ ଆପଣ 1 ଦେବେ, ଷ୍ଟାର ଦେବେ। ତାପରେ ତଳକୁ ଆସୁଛି ଡେସ୍କ୍ରିପସନ, ଆପଣ ଲେଖିବେ କଣ? ଯେ ଏଇ ପ୍ରଡକ୍ଟର କଣ ପ୍ରୋବ୍ଲେମ ହେଇଛି? ନା ଏଇ ପ୍ରଡକ୍ଟଟା ଅଳ୍ପ ଦିନ ଚାଲିଲା ଖରାପ ହେଇଗଲା ବା ଛିଡିଗଲା ବା ଯାହା ବି ଡ୍ୟାମେଜ ହେଇଗଲା, ଆପଣ ଟିକେ ଏକ୍ସପ୍ଲେନ କରି ରଖୁଛନ୍ତି। ସେଇଟାକୁ କୁହାଯାଏ ଆନେକ୍ଡୋଟାଲ ରେକର୍ଡ ବା ଘଟଣାବଳୀର ବିବରଣୀ। ଆପଣ କଣ କରୁଛନ୍ତି ନା ପିଲାଙ୍କୁ ପାଠ ପଢଉଛନ୍ତି, ପିଲାଟି କଣ କଲେ ସେଇଟା ସର୍ଟ, ଆପଣ କ୍ଲାସ ଟିଚର ଅଛନ୍ତି ସର୍ଟ ଲେଖିଦେଲେ। ବା କୌଣସି ଇଭେଣ୍ଟ ପ୍ରୋଗ୍ରାମ କରାହଉଛି, ପିଲାଟି କଣ ତାର ପରଫର୍ମାନ୍ସ ରହିଲା, ତାର କଣ ରହିଲା, ସେଇଟାକୁ ଆମେ ଗୋଟେ ସର୍ଟ ଫର୍ମରେ ଲେଖି ଦଉଛନ୍ତି, ଯାହାକି ଆଗକୁ ଇଭାଲୁଏସନ କଲାବେଳେ କାମ ଦବ। ଏଟାକୁ ଆନେକ୍ଡୋଟାଲ ରେକର୍ଡ ବୋଲି ଆମେ କହୁଛନ୍ତି। ତାପରେ ଆପଣଙ୍କର ତ ଏଇଟା ଗଲା anecdotal record। ତାପରେ ଆସିଲା କଣ ନା ପୋର୍ଟଫୋଲିଓ ଆପଣଙ୍କ ଆସିଲା। ପୋର୍ଟଫୋଲିଓ ଆମେ କାହାକୁ କହୁଛନ୍ତି ନା ପୋର୍ଟଫୋଲିଓ ହଉଛି କୃତି ବୋଲି ଆମେ କହୁଛନ୍ତି। କୃତି କଣ ନା ଯେତେବେଳେ ପୋର୍ଟଫୋଲିଓ ଇଜ ଏ ସିଷ୍ଟମାଟିକ କଲେକ୍ସନ ଅଫ ଷ୍ଟୁଡେଣ୍ଟ ୱାର୍କ ଦ ରିପ୍ରେଜେଣ୍ଟ ଷ୍ଟୁଡେଣ୍ଟ ଆକ୍ଟିଭିଟି and accomplished an achievement of over a specific period of time and in on the more areas of the curriculum and the collection of drawing documents and represents person especially artist work। ତ ଆମେ କଣ କହୁଛନ୍ତି ନା ଯେତେବେଳେ ପିଲାଟିକୁ ଆମେ ପ୍ରୋଜେକ୍ଟ ଦେଲେ, ସେ ଗୋଟେ ବଢିଆ ଡ୍ରଇଂଟେ କରିକି ଆଣିଲା, ବଢିଆ କାର୍ଡବୋର୍ଡରେ ଗୋଟେ ଜିନିଷଟା ଆର୍ଟ କରିକି ଆଣିଲା, ଗୋଟେ ଘରଟେ ବନେଇକି ନେଲା। ତ ଏଇଗୁଡାକ ସବୁ ନେଇକି ଯାଉଛି ସ୍କୁଲକୁ। ଯେତେବେଳେ ତାର ପ୍ରୋଜେକ୍ଟ ହଉଛି, ସାଇନ୍ସ ଏକ୍ଜିବିସନ ହଉଛି, ବିଜ୍ଞାନ ମେଳା ବୋଲି କୁହନ୍ତି, ବିଜ୍ଞାନର ବିଭିନ୍ନ କାରୁକାର୍ଯ୍ୟ ବନେଇକି ନଉଛନ୍ତି ପିଲାମାନେ। ତ ସେଗୁଡାକ ସବୁ କୃତି କୁହାଯାଏ, ପୋର୍ଟଫୋଲିଓ କୁହାଯାଏ। ଯାହାର କୃତିଟା ଅତ୍ୟଧିକ ହେଇଥିବ, ଭଲ ହେଇଥିବ, ତାକୁ ଆମେ ଏକ ଫାଷ୍ଟ କଲେ, ଯାହାର ଟିକେ ତାଠାରୁ କମ ଥିବ ସେକେଣ୍ଡ କଲେ, ଥାର୍ଡ କଲେ, ପୋଜିସନ ଦେଲେ। That is the skill of a student। ଏଠି ଦକ୍ଷତା କୋ-କରିକୁଲାର ଆକ୍ଟିଭିଟିକୁ ଆମେ ଚେକ୍ କରୁଛନ୍ତି ପୋର୍ଟଫୋଲିଓ ମାଧ୍ୟମରେ। ଏହାକୁ ଆପଣ ମନେ ରଖିବା ଦରକାର। ତାପରେ ଆସିଲା ରୁବ୍ରିକ ବା ସଂକ୍ଷିପ୍ତ ଟିପ୍ପଣୀ। ସେଠି ଆପଣ ଲେଖୁଥିଲେ କଣ? ଆନେକ୍ଡୋଟାଲ ଲେଖିଲେ ଟିକେ ଡେସ୍କ୍ରିପସନ କରି ରଖୁଥିଲେ, ଏଠି ଆଉ ଟିକେ ସଂକ୍ଷିପ୍ତ ଭାବରେ ଲେଖିବେ। କଣ ନା ରୁବ୍ରିକ ଇଜ ଅ ଟାଇପ ଅଫ ସ୍କୋରିଂ ଗାଇଡ ଆସେସମେଣ୍ଟ ଦ ଆର୍ଟିକୁଲେଟ ଦ ସ୍ପେସିଫିକ components and expectation of assignment। So rubric is assessment usually from a matrix grid। matrix grid ରେ ବି ଲେଖିପାରିବ। ହଁ ତ ଆପଣ ଯେମିତି ଆପଣଙ୍କର ଦେଖିବେ ଟାଲି ମାର୍କ ହଉଥିଲା, ବାରମ୍ବାରତା ଆପଣଙ୍କ ଟାଲି ମାର୍କରେ ଆପଣ ଲେଖୁଥିଲେ 4ଟା ଗାରଟା ଆଣିକି ଆଉ 5 ନମ୍ବର ଗାରଟାକୁ କ୍ରସ ଟାଣୁଥିଲେ, ସେଇଟା ବି ମାର୍କ କରିପାରିବେ। ଏ ମାଧ୍ୟମରେ ଆପଣ ସଂକ୍ଷିପ୍ତ ଭାବରେ ଲେଖିପାରିବେ। ଯେତେ ଛୋଟ କରିକି ଆପଣ ଲେଖିବେ ପିଲାଙ୍କର ବାବଦରେ, ପିଲା କେତେ ସ୍କୋର ରଖିଲା, କଣ କଲା, ପିଲାଙ୍କର ଆଟିଚ୍ୟୁଡ କଣ, ଆପଣ ଯେତେବେଳେ ମେନସନ କରୁଛନ୍ତି ରୁବ୍ରିକ ମାଧ୍ୟମରେ, ସଂକ୍ଷିପ୍ତ ଟିପ୍ପଣୀ ମାଧ୍ୟମରେ କରିପାରିବେ। ତ ଏଟାକୁ ବୁଝଉଛି। ଗ୍ରେଡ ସିଷ୍ଟମ, ସ୍କୋରିଂ ଗାଇଡ, ଗ୍ରେଡ ଟାକୁ ଆପଣ ତ 10 ରୁ 20 20 ମାର୍କ, ଏଟାକୁ ଏ ଗ୍ରେଡ ନା ସରି 90 ରୁ 100 ମାର୍କ, ତାକୁ ଏ ଗ୍ରେଡ କରିଦେଲେ। ତ 90 ରୁ 95 କି 92 91 କିଛି ଦରକାର ନାହିଁ, ଏ ଗ୍ରେଡ କରିଦେଲେ ସଂକ୍ଷିପ୍ତରେ ହେଇଗଲା। ଏତେ ଜଣଙ୍କୁ ଲେଖିବାର ନାହିଁ। ତ ଏଇ ଅନୁସାରେ ଆମେ ଇଭାଲୁଏସନ ବି କରିପାରିବା, ଯୋଉଟାକି ରୁବ୍ରିକ ବୋଲି ଆମେ କହୁଛନ୍ତି। ତାପରେ ଆମେ ଜାଣିବା ଟେଷ୍ଟ କାହାକୁ କୁହାଯାଏ। ଟେଷ୍ଟ ମାନେ କଣ? ଟିଚର ଗୋଟେ ପିଲାକୁ ପଢେଇଲା, ଟିଚର ଯେତେ ପିଲାକୁ ପଢେଇଲା,
ଯେତେବେଳେ ପାଠ ପଢେଇଲା ସିଏ କଣ ପଢେଇଲା, ପିଲା କେତେ ଦୂର ବୁଝିପାଇଲେ ତ ସେଥିପାଇଁ ଗୋଟେ ସିଏ ଟେଷ୍ଟ ନବ। ସେ ଟେଷ୍ଟରେ ଆମେ ବୁଝିବା। ଟେଷ୍ଟ କାହାକୁ କୁହନ୍ତି ନା ଟେଷ୍ଟ ହଉଛି କଣ ନା the instrument or systematic procedure measuring the sample of students behavior under the specific condition। ଗୋଟେ condition ରେ ପିଲାମାନଙ୍କର behavior ଟା check କରିବା କେତେ ପାଠ ପଢୁଛନ୍ତି ନାହିଁ, କେତେ knowledge ଅଛି ନାହିଁ। So a set of questions to be answered by the student। ତ student ସେ answer ଟାକୁ ଦେବେ। A series of problem to be solved and set of tasks to be performed by the examine। ତ ଗୋଟେ examine ବି ଗୋଟେ task perform କଲେ। ତ step of test first ଆମକୁ ଗୋଟେ ପିଲାଙ୍କୁ exam କରିବାର ଅଛି। ଫାଷ୍ଟ ଆମେ କଣ କରିବା ପ୍ଲାନିଂ କରିବା। ଯେକୌଣସି ଆମେ ଯାହା ବି କରୁଛନ୍ତି ଗୋଟେ ପ୍ଲାନିଂ କରିବା ଆଗେ ନା, ଆଗେ ଫାଷ୍ଟ ପ୍ଲାନିଂ ଆସିଥାଏ। ଏଟା ମନେ ରଖିବେ। ଆପଣ କ୍ୱେଶ୍ଚନ ଆସେ ଦ ହ୍ୱିଚ୍ ଅଫ୍ ଦ ଷ୍ଟେପସ୍ ଇଜ୍ ଫାଷ୍ଟ ଡନ୍ ବାଇ ଦ ଟିଚର ଇନ୍ ଦ ପ୍ରିପେୟାରିଂ ଏ ଟେଷ୍ଟ। ଫାଷ୍ଟ ଆସିବ କଣ ପ୍ଲାନିଂ ଆସିବ। ତାପରେ ଆପଣ ଆସିବ କଣ ପ୍ରିପେୟାରିଂ ଦ ଟେଷ୍ଟ, ଆପଣ ପ୍ରିପେୟାର କରିବେ, ବ୍ଲୁପ୍ରିଣ୍ଟ ବନେଇବେ ହେଲା। ତାପରେ ଆସିଲା ଟ୍ରାଇଂ ଆଉଟ୍, ଏକ୍ସାମ କରିବେ। ଟ୍ରାଇଂ ଆଉଟରେ ଏକ୍ସାମ ଥାଏ ହେଲା। ତାପରେ ଏକ୍ସାମ କଲା ପରେ ମୂଲ୍ୟାଙ୍କନ କରିବେ, ଇଭାଲୁଏସନ କରିବେ, କେତେ ମାର୍କ ରଖିଲେ କଣ କଲେ। ଏଇଟା ହଉଛି ସ୍ଟେପ୍ସ ଅଫ ଫାଷ୍ଟ ପ୍ଲାନିଂ ହୁଏ, ତାପରେ ପ୍ରିପେୟାରିଂ ହୁଏ, ତାପରେ ଟ୍ରାଇଂ ଆଉଟ୍ ଏକ୍ସାମ କଣ୍ଡକ୍ଟ କରାଯାଏ, ତାପରେ ହଉଛି ମୂଲ୍ୟାଙ୍କନ ବା ଇଭାଲୁଏସନ କରାଯାଏ। ତ ଆପଣ କ୍ଲାସିଫିକେସନ ଅଫ ଟେଷ୍ଟ ରହିଛି, ଏଟାକୁ ମନେ ରଖିବେ। ଏଇ ଡାଇଗ୍ରାମ ରୁ ବହୁତ ହି କ୍ୱେଶ୍ଚନ ଆସିଥାଏ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆସିଥାଏ। ତ ପିଲାମାନେ ଏଇ ଡାଇଗ୍ରାମ କୁ ସବୁବେଳେ ମନେ ରଖିବାକୁ ଚେଷ୍ଟା କରିବ ହେଲା। ତ ଡାଇଗ୍ରାମ ରେ ଫାଷ୍ଟ ହଉଛି କ୍ଲାସିଫିକେସନ ଟେଷ୍ଟ ତିନି ପ୍ରକାର। ଗୋଟେ ହଉଛି କଣ ଆଚିଭମେଣ୍ଟ ଟେଷ୍ଟ, ଯୋଉଟା କି ଆମେ କ୍ୱାଣ୍ଟିଟେଟିଭ କହୁଛନ୍ତି, ମାନେ ମାର୍କ ଦବା। ଗୋଟେ ଡାଇଗ୍ନୋଷ୍ଟିକ ଟେଷ୍ଟ କ୍ୱାଲିଟେଟିଭ, ପିଲାମାନେ ବାରମ୍ବାର ବୁଝିନାହାନ୍ତି ଡାଇଗ୍ନୋଜ କଲେ କଣ ବୁଝିଲେ ନାହିଁ, ଏଟା କ୍ୱାଲିଟେଟିଭ ବୁଝା। ଗୋଟେ ପ୍ରୋଗ୍ନୋଷ୍ଟିକ ଟେଷ୍ଟ, ଆମ ପିଲାଟି ଭଲ ପାଠ ପଢୁଛି, ଆମେ କୁହନ୍ତି ଏ ବଡ ହେଇକି ସାଇଣ୍ଟିଷ୍ଟ ହବ, ଏ ବଡ ହେଇକି ଇଞ୍ଜିନିୟର ହବ। ତାମାନେ ଆମେ କହୁଛନ୍ତି ଏଟା କଣ ପ୍ରୋଗ୍ନୋଷ୍ଟିକ ଟେଷ୍ଟ ବା ପିରିୟଡିକ ନା ପ୍ରେଡିକ୍ସନ ଫର ଦ ଫ୍ୟୁଚର ହେଲା। ଏଟାକୁ ଆପଣ ମନେ ରଖିବେ, ପ୍ରେଡିକ୍ସନ ଫ୍ୟୁଚର, ବୁଝିପାରିଲେ। ତ ପୁଣି ଆପଣ ଆଚିଭମେଣ୍ଟ ଟେଷ୍ଟ ଦୁଇ ପ୍ରକାର ଆପଣ ମନେ ରଖନ୍ତୁ। ଗୋଟେ ହଉଛି ଟିଚର ମେଡ୍ ଟେଷ୍ଟ, ଆଉ ଗୋଟେ ହଉଛି ଷ୍ଟାଣ୍ଡାର୍ଡାଇଜ ଟେଷ୍ଟ। ଏଟା ମନେ ରଖିଥିବେ। ଟିଚର ମେଡ୍ ଟେଷ୍ଟ କିଛି ସମୟ ପୂର୍ବରୁ ପଢେଇଲେ, ଟିଚର ନିଜ ପାଠଟା ପଢେଇଲେ ସ୍କୁଲରେ, ଗୋଟେ ୱିକଲି ଟେଷ୍ଟ ନେଲେ ବା ପିରିୟଡିକ ଟେଷ୍ଟ ନେଲେ ବା ୟୁନିଟ 1 ଟେଷ୍ଟ ନେଲେ ବା FA1 ଟେଷ୍ଟ ନେଲେ, ଏଟା କୁହାଯାଏ କଣ ଟିଚର ମେଡ୍ ଟେଷ୍ଟ ବୋଲି ଆମେ କହୁଛନ୍ତି। ଷ୍ଟାଣ୍ଡାର୍ଡାଇଜ ଟେଷ୍ଟ, ପିଲାଟି ବର୍ଷ ଶେଷରେ ପରୀକ୍ଷା ଯୋଉ ହୁଏ, ବାର୍ଷିକ ପରୀକ୍ଷା ହେଲା, ତାର କ୍ୱେଶ୍ଚନ ଟା ଆସିବ ବୋର୍ଡ ତରଫରୁ, ବାହାରୁ ଆସିବ, ଟିଚର ବନେଇବେନି କି ସ୍କୁଲ ବନେଇବନି, ବାହାରୁ ଆସିବ। ସେଟା ଆମେ କହୁଛନ୍ତି ଷ୍ଟାଣ୍ଡାର୍ଡ ଟେଷ୍ଟ। ସେମିତି 10 କ୍ଲାସ ର ଆମର ବୋର୍ଡ ଏକ୍ସାମ, +2 ର ବୋର୍ଡ ଏକ୍ସାମ ଏସବୁ ଆସେ, ଏଟା ମନେ ରଖିଥିବେ। ତାପରେ ପୁଣି ଆପଣ ଟିଚର ମେଡ୍ ଟେଷ୍ଟ ତିନି ପ୍ରକାର। ଗୋଟେ ହଉଛି ଓରାଲ ଟେଷ୍ଟ ହୁଏ, ଗୋଟେ ହଉଛି ପ୍ରାକ୍ଟିକାଲ ଟେଷ୍ଟ ହୁଏ, ଆଉ ଗୋଟେ ହଉଛି ରିଟିନ ଟେଷ୍ଟ ହୁଏ, ମନେ ରଖିଥିବେ। ଓରାଲ ଟେଷ୍ଟ ମାନେ ମୌଖିକ ଟେଷ୍ଟ। ମୌଖିକ ଟେଷ୍ଟ କଣ ନା ଗୋଟେ ହଉଛି ଏକ୍ସଟେଣ୍ଡେଡ ରେସ୍ପନ୍ସ ଟାଇପ ଟେଷ୍ଟ, ଆଉ ଗୋଟେ ରେଷ୍ଟ୍ରିକ୍ଟେଡ। ତ ଆପଣ ଗୋଟେ ଏସେ କୁହାଗଲା ଲେଖ, ଲେଖିପାରିବ ଯେତେ ଲେଖିପାରିବ, 5-10 ପେଜ ଯେତେ ଲେଖିଛ ଲେଖ, କୌଣସି ରେଷ୍ଟ୍ରିକ୍ସନ ନାହିଁ। ଆଉ ଗୋଟେ ହଉଛି କଣ ରେଷ୍ଟ୍ରିକ୍ସନ, ଆପ୍ଲିକେସନ ଲେଖିବ, ଯେତିକି ଦରକାର ସେତିକି ଲେଖିବ। ଏଟା କୁହାଯାଉଛି କଣ ବା ଆପଣ ଲେଖିବନି ମାନେ କହିବ। ଏଟା ଏଟା ହଉଛି ଓରାଲ ମାନେ କହିବ। ଗୋଟେ ଭାଷଣ ଦେଇତେ କୁହାଗଲା, ଗୋଟେ ମୁଁ ଗୋଟେ ଗୋଟେ ଆପଣଙ୍କର ଗୋଟେ ପ୍ରୋଗ୍ରାମ ଅଛି ବା ନ୍ୟାସନାଲ ଡେଜ ଅଛି, ଆପଣ ଗୋଟେ ମହାତ୍ମା ଗାନ୍ଧୀ ଉପରେ ହଉ, ସୁଭାଷ ଚନ୍ଦ୍ର ବୋଷ କୁହାଗଲା, ଆପଣ ଯେତେ କହିପାରିବେ, ଏଟା ବୋଲେ ଏକ୍ସଟେଣ୍ଡେଡ। ଆପଣଙ୍କୁ କୁହାଗଲା ଗୋଟେ ଗ୍ରୁପ ଡିସ୍କସନ ଅଛନ୍ତି, ଗୋଟେ ଗ୍ରୁପ ଡିସ୍କସନ ଚାଲିଛି, ସେଥିରେ ଆପଣ ରେଷ୍ଟ୍ରିକ୍ଟ ଯେତିକି ଦରକାର ସେତିକି କହିବେ। ଏଟା କୁହାଗଲା ଓରାଲ ଟେଷ୍ଟ। ଦି ପ୍ରକାର, ଗୋଟେ ହଉଛି ଏକ୍ସଟେଣ୍ଡେଡ, ଆଉ ଗୋଟେ ହଉଛି ରେଷ୍ଟ୍ରିକ୍ଟେଡ। ତାପରେ ପ୍ରାକ୍ଟିକାଲ, ଆପଣ ଯାହା ପ୍ରାକ୍ଟିକାଲ କରୁଛନ୍ତି ଆପଣ ଜାଣିଛନ୍ତି, ପ୍ରାକ୍ଟିକାଲ କିଛି ଟାଇପ ନଥାଏ। ଆଉ ଗୋଟେ ରିଟିନ ଟେଷ୍ଟ, ଆମେ ଲେଖିକି ଦଉଛନ୍ତି। ଲେଖିବାଟା ହଉଛି ତିନି ପ୍ରକାର। ଗୋଟେ ହଉଛି ଏସେ ଟାଇପ ବା ଲଙ୍ଗ ଟାଇପ ଲେଖୁଛନ୍ତି ଆମେ ଏକ୍ସାମ ରେ, ଗୋଟେ ହଉଛି ସର୍ଟ ଟାଇପ ଲେଖୁଛନ୍ତି, ଆଉ ଗୋଟେ ଅବଜେକ୍ଟିଭ ଟାଇପ ଲେଖୁଛନ୍ତି। ଏଇ ତିନିଟାକୁ ବୁଝିବା। ତ ଆମେ ଜାଣିଛନ୍ତି ଲଙ୍ଗ ଟାଇପ ରେ ଆମେ କେତେ ଲେଖୁଛନ୍ତି, ସର୍ଟ ଟାଇପ ରେ ଅଳ୍ପ ଲେଖନ୍ତି। ଆଉ ଗୋଟେ ହଉଛି ଅବଜେକ୍ଟିଭ ଟାଇପ। ଅବଜେକ୍ଟିଭ ଟାଇପ ଦି ପ୍ରକାର ଥାଏ, ଗୋଟେ ହଉଛି ରିକଲ ବା ସପ୍ଲାଇ ଟାଇପ, ଆଉ ଗୋଟେ ହଉଛି ରେକଗ୍ନିସନ ଟାଇପ। ରିକଲ ସପ୍ଲାଇ ଟାଇପ କଣ, ଭେରି ସର୍ଟ କ୍ୱେଶ୍ଚନ ଟା, ଅଳ୍ପ ସମୟ, ଗୋଟେ ଲାଇନ ଲେଖିବା, ଦି ଲାଇନ ଲେଖିବା, ସେଟା କଣ କୁହାଯାଉଛି ନା ରିକଲ ଟାଇପ ଅଫ ବା ସପ୍ଲାଇ ଟାଇପ ଅଫ ଟେଷ୍ଟ। ଆଉ ଗୋଟେ ହଉଛି ସେଣ୍ଟେନ୍ସ କମ୍ପ୍ଲିଟସନ, ୱାନ ସେଣ୍ଟେନ୍ସ ରେ ଆମେ କମ୍ପ୍ଲିଟ କରିଦବା। କିନ୍ତୁ ରେକଗ୍ନିସନ ମାନେ କଣ, ଏଠି ଆମକୁ ଫିଲ୍ ଇନ ଦ ବ୍ଲାଙ୍କ୍ସ ରେ କଣ କରିବା, ଆମେ ଯୋଉଟା କରେକ୍ଟ ଆନ୍ସର ସେଟା ଫିଲ୍ କରିବା। ट्रू एंड फॉल्स, जदि स्टेटमेंट टा ठीक अछि ट्रू, जदि भूल अछि फॉल्स। तापर एमसीक्यू हला, मल्टीपल चॉइस क्वेश्चन बोली हम कहउछंती, सेतरा भी आपनको जो ऑप्शन टा चारटा दिया हितो ता ठीक जोटा हमें करबा हला। तापर आसिला कोन मैचिंग, हमें करेक्ट मैच करे, ए कॉलम रु बी कॉलम को मैच करबा। तो ये सब होछि क्लासिफिकेशन ऑफ टेस्ट, टाको मन रखथिबे। क्वेश्चन आसे जे पचार दबो एमसीक्यू इज व्हिच टाइप ऑफ टेस्ट, रिकॉग्निशन, सप्लाई ना रेस्ट्रिक्टेड ना एक्सटेंडेड। तो आपण जानछन एटा रिकॉग्निशन टाइप ऑफ टेस्ट, एगुडा क्वेश्चन आसीबो। तापर आसिला कैरेक्टरिस्टिक बा क्वालिटी ऑफ गुड टेस्ट, आमे परीक्षा करदेले भल भाबरे। तो सेटा ठीक कि भूल केमिति आमे जानिबा, से टेस्ट टा ठीक हबो कि नहीं। आमे गोटे टेस्ट करले, एग्जामिनेशन टेस्ट करले,
ତ ଆମେ କହୁଛନ୍ତି ଏଟା କ୍ୱାଲିଟି ଅଫ୍ ଗୁଡ୍ ଟେଷ୍ଟ ଆମେ କେମିତି କହିବା? ନା ଏଟା ଜାଣିବା। ଫାର୍ଷ୍ଟ ହଉଛି ଗୋଟେ ରିଲାଏବିଲିଟି ଚେକ୍ କରିବା। ବିଶ୍ୱସନୀୟତା ବୋଲି ଆମେ କହୁଛନ୍ତି। କଣ? ନା ଏ ଗୁଡ୍ ଟେଷ୍ଟ ସୁଡ୍ ବି ହାଇଲି ରିଲାଏବଲ୍। ଗୋଟେ ଭଲ ଟେଷ୍ଟରେ ସବୁବେଳେ କଣ ହବା ଦରକାର? ରିଲାଏବଲ୍ ହବା ଦରକାର ବା ବିଶ୍ୱସନୀୟତା ହବା ଦରକାର। କଣ? ନା ଦ୍ୟାଟ୍ ମିନ୍ସ ଦ ଟେଷ୍ଟ ସୁଡ୍ ଗିଭ୍ ଦ ସିମିଲାର ରେଜଲ୍ଟ। ଯେତେ ଥର ବି ସେ ଟେଷ୍ଟ କଣ୍ଡକ୍ଟ କର ସେତିକି ମାର୍କ ରଖିବେ ପିଲା। କଣ? ନା ଇଭେନ୍ ଦ ଡିଫରେଣ୍ଟ ଟେଷ୍ଟ administered it different people score different form of test are given in the same person take ଟେଷ୍ଟ and 2 or more time ବି ନେଲେ ହବ। ଏକ୍ସାମ୍ପଲ୍ ଗୋଟେ ଦେଖିବା କଣ କହିଲା? ନା we took a test 1 ଆମେ ଗୋଟେ ଟେଷ୍ଟ 1 ନେଲେ। ଏଟା ମନେ ରଖନ୍ତୁ ଗୋଟେ ଆମେ ଟେଷ୍ଟ 1 ନେଲେ, ଗୋଟେ ଟିଚର କଣ କଲେ? ଗୋଟେ ଟେଷ୍ଟ 1 ନେଲା। ଯେତେବେଳେ ଟେଷ୍ଟ 1 ନେଲା, ସେ କଣ କଲା? ନା ପିଲାଙ୍କୁ ପରୀକ୍ଷା କଲା। ପିଲାଙ୍କୁ ଯେତେବେଳେ ପରୀକ୍ଷା କଲା, ସେ କଣ କଲା ନା ଧର ଆପଣ ପଢଉଛନ୍ତି ମ୍ୟାଥ୍ ପଢଉଛନ୍ତି, ଇଂଲିଶ ପଢଉଛନ୍ତି, ଆପଣ ଟେଷ୍ଟ କଲେ ପିଲାଙ୍କୁ ଆପଣ କଣ ପଢେଇଥିବେ? ଟିଚର ମେଡ୍ ଟେଷ୍ଟ କଲେ। ଯେତେବେଳେ ଟିଚର ମେଡ୍ ଟେଷ୍ଟ କଲେ, ଆପଣ କଣ ହଉଛି ନା ଆପଣଙ୍କର ଗୋଟେ 11/8/24 ରେ ଗୋଟେ ଟେଷ୍ଟ କଲେ, ହେଲା। 11/8/24 ରେ ଗୋଟେ ଟେଷ୍ଟ କଲେ, ଆଉ ସେ ପିଲାଟି ରଖିଲା କେତେ? 72 ରଖିଲା 100 ରୁ। ପୁଣି ଆପଣଙ୍କର 1-2 ଡେଜ୍ ପରେ ପିଲାକୁ ନ ଜଣେଇ ଗୋଟେ ଟେଷ୍ଟ କରିଦେଲେ। ସିଏ ରଖିଲା 71 ବା 73 ରଖିଲା। 72 ରୁ ଗୋଟେ କମ୍ ରଖିଲା ନା ଗୋଟେ ଅଧିକ ରଖିଲା? ଦ୍ୟାଟ୍ ମିନ୍ ଟେଷ୍ଟ ଇଜ୍ ରିଲାଏବଲ୍। ସେଇ ଟେଷ୍ଟଟା ରିଲାଏବଲ୍ ରହିବ। ଯଦି ହାଇଲି ଫ୍ଲକ୍ଚୁଏଟ୍ ହବ, ଯଦି ହାଇଲି ଫ୍ଲକ୍ଚୁଏଟ୍ ହବ ମାନେ କଣ? ପିଲାଟି 72 ରଖିଥିଲା ପୂର୍ବ ଏକ୍ସାମରେ, ଏଥର 80 ରଖିଦେଲା, 90 ରଖିଦେଲା। ତାମାନେ ପିଲାଟି ମାନେ କଣ? ସେତେବେଳେ କପି କରିନଥିଲା, ଏଥର କପି କରିଥିବ। ଏମିତି କ୍ୱେଶ୍ଚିନ୍ ଆସେ। ନହେଲେ ଏଥର ରଖିଦେଇଛି 50 ରଖିଲା। ଆରଥର 72 ରଖିଥିଲା, ଏଥର 50 ରଖିଲା। ତାମାନେ କଣ? ସେ ଏକ୍ସାମରେ ପୂର୍ବ ଏକ୍ସାମରେ କପି କରିଥିବା ସେ ରିଲାଏବଲ୍ ନୁହେଁ ସେ ଏକ୍ସାମ। ବିଶ୍ୱସନୀୟତା ଦୃଷ୍ଟିରୁ ଠିକ୍ ନୁହେଁ। ତାପରେ ଆସିଲା ଭ୍ୟାଲିଡିଟି। ଆମେ ଭ୍ୟାଲିଡିଟି କାହାକୁ କହୁଛନ୍ତି? ନା ଯାହାର ଭ୍ୟାଲିଡ୍ ଥିବ ହେଲା। ରିଲାଏବିଲିଟି ବିଶ୍ୱସନୀୟତା ଆମେ କହିଲେ ହେଲା। ଭ୍ୟାଲିଡିଟି ବା ବୈଧତା ଆମେ କହୁଛନ୍ତି କଣ? ନା ଭ୍ୟାଲିଡିଟି ଇଜ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱାଲିଟି ଅଫ୍ ଗୁଡ୍ ମେଜରିଂ ଇନଷ୍ଟ୍ରୁମେଣ୍ଟ। ଇଟ୍ ରେଫର୍ସ ଟୁ ଦ ଡିଗ୍ରୀ ଟୁ ହ୍ୱିଚ୍ ଦ ଟେଷ୍ଟ ମେଜର ଦ୍ୟାଟ୍ ଇଜ୍ ଇଣ୍ଟେଣ୍ଡେଡ୍ ଟୁ ମେଜର। କଣ ପାଇଁ ଆମେ ପରୀକ୍ଷା କରୁଛନ୍ତି? ଯୋଉଥିପାଇଁ କରୁଛନ୍ତି ସେଇ କ୍ୱେଶ୍ଚନ ଦବା ନା। ଆମେ ସାଇନ୍ସ ପରୀକ୍ଷା କରୁଛନ୍ତି କଣ ଆମେ ଓଡିଆ କ୍ୱେଶ୍ଚନ ଦେବା? ହଁ, ଆମେ ଓଡିଆ ଏକ୍ସାମ କରୁଛନ୍ତି ମାନିଲ ଆମେ କଣ ଇଂଲିଶ କ୍ୱେଶ୍ଚନ ଦବା? ତ ସମ୍ଭବ ନୁହେଁ ନା। ଯୋଉଥିପାଇଁ ଟେଷ୍ଟ କରୁଛନ୍ତି ସେଇ ଏକ୍ସାମଟା ହିଁ କରିବା। ତ ଇଟ୍ ଇଜ୍ ୟୁଜଫୁଲ୍ ଦ ଟେଷ୍ଟ ଯୋଉଟା ଆମେ କହୁଛନ୍ତି ଇଟ୍ ଇଜ୍ ୟୁଜଫୁଲନେସ୍ ଦ ଟେଷ୍ଟ ଗିଭେନ୍ ଆଣ୍ଡ ମେଜର। କଣ? ଆଉ ଗୋଟେ ଏକ୍ସାମ୍ପଲ ଦେଖିବା। ଏ ଭ୍ୟାଲିଡ୍ ଟେଷ୍ଟ ଇଜ୍ ଅଲୱେଜ୍ ରିଲାଏବଲ୍ ଇଫ୍ ଏ ପର୍ସନ ଗୋ ଫର୍ ଦ ସିଟିଟି ବା ଓଟିଟି ଏକ୍ସାମ। ଓଟିଟି ବା ସିଟିଟି ଏକ୍ସାମ ଦେବେ ଯାଇଛନ୍ତି। କ୍ୱେଶ୍ଚନ ଆର୍ କମିଂ ଫ୍ରମ୍ ଆକର୍ଡିଂ ଟୁ ସିଲାବସ୍ ପେଡାଗୋଜି କ୍ୱେଶ୍ଚନ ଆସିଛି, କଣ୍ଟେଣ୍ଟ ପେପର କ୍ୱେଶ୍ଚନ ଆସିଛି, ଇଂଲିଶ ଓଡିଆ ଆସିଛି। ତ ତାମାନେ ଜାଣିବା ମାନେ କ୍ୱେଶ୍ଚନଟା ବା ଏଇ ଟେଷ୍ଟଟା ହଉଛି ଭ୍ୟାଲିଡ୍। ଯଦି ଆପଣ ଯାଇଛନ୍ତି ଆପଣ ଓଟିଟି ଏକ୍ସାମ ପାଇଁ ଯାଇଛନ୍ତି, ଆପଣଙ୍କର ଓଟିଟି ଏକ୍ସାମରେ ପେଡାଗୋଜି କ୍ୱେଶ୍ଚନ ନ ଆସିକି ଆପଣ ଟିଚିଂ ଆପ୍ଟିଟ୍ୟୁଡ କ୍ୱେଶ୍ଚନ ନ ଆସିକି ଆପଣ ରିଜନିଂ ପଳେଇଆଇଲା। ରିଜନିଂ ତ ଆସିବନି କେବେ ଓଟିଟି ଏକ୍ସାମରେ। ତାମାନେ ଆଉଟ୍ ଅଫ୍ ସିଲାବସ୍ କ୍ୱେଶ୍ଚନ ଆସିଲା। ତାମାନେ ଏଟା ଏକ୍ସାମଟା ବା ଏଇ ଟେଷ୍ଟଟା ଭ୍ୟାଲିଡ୍ ନୁହେଁ। ଆଶା କରୁଛି ଆପଣ ଏଇ କ୍ୱେଶ୍ଚନ ବା ଆପଣଙ୍କ ଏଇ କଣ୍ଟେଣ୍ଟଟାକୁ ଭଲ ଭାବରେ ବୁଝିପାରିଥିବେ। ଏକ୍ସାମ ପଏଣ୍ଟ ଅଫ୍ ଭ୍ୟୁ ବହୁତ ଇମ୍ପୋର୍ଟାଣ୍ଟ। ଆପଣ ଆକୁ ଭଲ ଭାବରେ କ୍ଲାସଟି କରନ୍ତୁ ସ୍କିପ୍ ନ କରି। ହେଲା। ଆଜି ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।